ସାରଙ୍କର ଅଲରେଡି ରେଜିଷ୍ଟ୍ରି ହେଇଯାଇଥିଲା ଆଜି ଡେଟ୍ ପଳେଇ ଆସିଛି। ଡକୁମେଣ୍ଟ ମୁଁ ଭେରିଫାଏ କରିଛି, ମୋର 2 ଜଣ ଆଡଭୋକେଟଙ୍କ ଠାରୁ ମୁଁ ଭେରିଫାଏ କରିଛି, ସେମାନେ ଡକୁମେଣ୍ଟରେ ଓକେ କହିଛନ୍ତି, ତ ସେଇ ବେସିସରେ ମୁଁ ରେଜିଷ୍ଟ୍ରେସନ କରିଥିଲି। ଆଜି ଭାଇଙ୍କର ରେଜିଷ୍ଟ୍ରେସନ ଥିଲା ପରଫେକ୍ଟ ଆରେ ଓକେ ସାରଙ୍କର ଅଲରେଡି ରେଜିଷ୍ଟ୍ରେସନ ସରିଯାଇଛି। ସାର୍ ଆପଣଙ୍କର ସେଲିଡ୍ ଆସିଯାଇଛି, ଆପଣ କେତେ ଖୁସି ଅଛନ୍ତି? ବହୁତ ଖୁସି। ଆଜି ସାରଙ୍କର ରେଜିଷ୍ଟ୍ରେସନ ଥିଲା, ମ୍ୟାଡାମଙ୍କର ରେଜିଷ୍ଟ୍ରେସନ ଅଲରେଡି କମ୍ପ୍ଲିଟ ହେଇଯାଇଥିଲା। ଆଜି ତାଙ୍କର ସେଲଡିଡି ଆସିଛି। ଆପଣ ମାନଙ୍କର ଷ୍ଟାଫ ମାନଙ୍କର ବିହେଭିୟର, ଆଟିଚ୍ୟୁଡ, ଆକ୍ଟିଭିଟି ସବୁ ଭଲ ଲାଗିଲା। ଫେବୃଆରୀ ମାସରେ ବୁକିଂ କରିଥିଲି। ଆଜି ଫାଇନାଲି ସାରଙ୍କର ରେଜିଷ୍ଟ୍ରେସନ କମ୍ପ୍ଲିଟ ହେଇଯାଇଛି। ସାରଙ୍କ ଡେଟ୍ ବି କଭର ପଳେଇ ଆସିଛି। କଷ୍ଟମର ମାନଙ୍କୁ କଣ କହିବା ଚାହିଁବେ? ଆସନ୍ତୁ ଆସନ୍ତୁ ଦେଖିକି ପ୍ଲଟ ସାରଙ୍କର ଫାଇନାଲି ରେଜିଷ୍ଟ୍ରେସନ କମ୍ପ୍ଲିଟ ହେଇକି ପଟ୍ଟା ବି ପଳେଇ ଆସିଲାଣି। କଷ୍ଟମର ମାନଙ୍କୁ ମୁଁ ଏହା କହିବି କି ସେମାନେ ବିଲକୁଲ ବିନା ବିଳମ୍ବରେ ଆସି କଣ୍ଟାକ୍ଟ କରନ୍ତୁ। ମୁଁ ଆପଣଙ୍କର ଭିଡ଼ିଓ ବହୁତ ଦେଖିଥିଲି, ଯୋଉଟାକି ଆପଣଙ୍କର ଇନଷ୍ଟାଗ୍ରାମରେ ଆସିଥିଲା। ମୋର ଆଶା ଥିଲା ଭୁବନେଶ୍ୱର ଖଣ୍ଡେ ପକେଇବା ପାଇଁ, ଖଣ୍ଡେ ପାଇଲି। ଷ୍ଟାଫ ମାନେ ମତେ ବହୁତ କୋଅପରେଟ ବି କରିଥିଲେ। ପଟ୍ଟେ ବି ମ୍ୟାଡାମ ଅନଲାଇନ ଆସିଲାଣି ବୋଧେ, ପଟ୍ଟେ ବି ଆସିଲାଣି ମ୍ୟାଡାମ। କରିଥିଲି ଗୋଟେ ପ୍ରପର୍ଟି ପାଇଁ ଜୋନକୁ ଆସିଲି, ବହୁତ ସକ୍ସେସଫୁଲ ହେଲା। ଏଠି ଗୋଟେ ପ୍ରଥମ ରାଉଣ୍ଡରେ ମୁଁ ସକ୍ସେସ ହେଇପାରିଛି। ଆଜି ପଟ୍ଟା ବି ଆସି ସାରିଲାଣି, ସେଲଡିଡି ବି ଆସି ସାରିଲାଣି। ସେଲିଡ୍ ପାଇବା ପରେ ମୁଁ ବହୁତ ଖୁସି ଅଛି। एक्सपीरियंस काफी स्मूथ थिला और किसी प्रॉब्लम फेस करिया पड़लानी एंड डॉक्यूमेंटेशन भी काफी स्मूथली हैला। ଆଉ ଆଜି ମୁଁ ଆସିଛି ସେଲଡିଟ୍ ନେବା ପାଇଁ। ଡକୁମେଣ୍ଟ ସବୁ ଦେଖିଲା ପରେ ମୋତେ ଟ୍ରୁ ଲାଗିଲା ଏବଂ ବିଶ୍ୱାସ ବି ଲାଗିଲା। जहाँ भी नियो जगह नियो कि जिनसरे जहाँ नियो प्रॉपर जिनसटा को नियो से होते कथा टका भी शिकार हुआ ଆଜ୍ଞା ଆଉ ଭଲ ରେଟ୍ ରେ ଭଲ ପ୍ରାଇସ୍ ରେ ଆଇ ଏମ୍ ହାପି। ଡକୁମେଣ୍ଟ ପୁରା ପରଫେକ୍ଟ ଆରେ ଓକେ। ପଜେସନ ହଁ ପଜେସନ ବି ପରଫେକ୍ଟ ଅଛି। ତେଣୁ ସଂସ୍ଥା ଓରିଜିନାଲ, ତେଣୁ ଆପଣ ମାନେ ବି ବିଶ୍ୱାସ କରନ୍ତୁ ଏବଂ ଯଦି ଯାହାର ବି ଆଶା ଥିବ ଆସନ୍ତୁ, ଏଠି ଖଣ୍ଡେ ଖଣ୍ଡେ ନିଅନ୍ତୁ।